ଆଜ୍ଞା ଆପଣଙ୍କର ପରିଚୟ ଦେବେ। ଆଜ୍ଞା ନମସ୍କାର, ମୁଁ ବରୁଣ ନାୟକ ବରଗଡ଼। ଆଜ୍ଞା 9 ନମ୍ବର ୱାର୍ଡର। ଆଜ୍ଞା ମୋର କହିବା ମାନେ ଯାହାକି ଏବେ ଆମର ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ଆମର ମୋହନ ମାଝୀ, ସେଇଟା ମାନେ ସବୁ ସଫଳତା ହେଇପାରୁଛେ। ମାନେ ଦେଖନ୍ତୁ ରୋଡ ଘାଟ ବାଟ ଘାଟ ଯାହା କିଛି ହେଇପାରୁଛେ, ସବୁ କିଛି ଧୀରେ ଧୀରେ ପରିବର୍ତ୍ତନ ହେଇପାରୁଛେ। ଆଉ ଆମେ ଆଶା କରୁଛୁ ଆହୁରି ଆଗକେ ବି ହେଇପାରବା। ଏଟା ଧୀରେ ଧୀରେ ଏବେ ସବୁ କିଛି ହେଇପାରୁଛେ, ଯେନ୍ଟାକି ମାନେ ଆମର ମୋଦି ସରକାର ଯେନ୍ଟାକି କହିଥିଲେ, ଯାହା ବାଦା କରିଦେଲେ ଏଟା ପୂରଣ ହେଇପାରୁ। ମୋର ଏତି କହିବା ମାନେ ଦେଖନ୍ତୁ ମନ୍ଦିର ବି ଖୋଲି ପାରିଲେ, ଯେ କି ମାନେ ଏତିକି ଦିନ ହେଲାନ ଏତିକି ବର୍ଷ ହେଲାନ ଖୋଲା ହେଇନଥାଏ ସେ ମନ୍ଦିରଟା ଆମର ପୁରୀର ଜଗନ୍ନାଥ ମନ୍ଦିର। ଏବେ ସେଟା ହେଇପାରିଲା ପରେ ଆଜ୍ଞା ଠିଆ ହେଲା ପରେ ଆମର ସରକାର ସେନୁ ଆମର ସବୁ ହେଇପାରିଲା। ତାପରେ ଦେଖନ୍ତୁ ଏବେ ଯାହାକି ସେ ମାନେ କହିଦେଲେ ସୁଭଦ୍ରା ଯୋଜନା ଧୀରେ ଧୀରେ ବି ଏଟା ଚାଲୁ ହେଇଯିବାର ଡିକ୍ଲାର ହେଇଗଲାଣି। ତାପରେ ସବୁ ଡକୁମେଣ୍ଟ ମାନେ ମା ମାନେ ବି ସବୁ ଏଟା ଇଏ କରିପାରୁଛନ୍ତି, ସବୁ ଇଏ ହେଇପାରୁଛି। ଆଜ୍ଞା ଆମର ରାଜ୍ୟରେ ଯେନ୍ ବିଜେପି ସରକାର ଚାଲିଛି, ଆଜ୍ଞା ଆପଣଙ୍କର ହିସାବେ ବିଜେପି ସରକାରଟା ଠିକ ନା ଭୁଲ ଅଛି ସାର୍? ନାଇଁ ସାର୍ ଠିକ୍ ଅଛି, ପୁରା ବିଜେପି ସରକାର ଠିକ୍ ଅଛି। ତ ସାର୍ ଆପଣ ସରକାରକେ କାଣା ଅନୁରୋଧ କରିବେ ଯେ କେନ୍ ଜିନିଷଟା କଲେ ଭଲ ହେଇପାରବା ଆମର ରାଜ୍ୟର ଲାଗି? ଆମ ରାଜ୍ୟ ଲାଗି ଆମେ ଚାହୁଁଛୁ ଯେ ସବୁ ମାନେ ଧନୀ ଗନୀ ଗରିବ ସମସ୍ତେ ମାନେ ଶାନ୍ତି ରୁହନ୍ତୁ। ସମସ୍ତେ ମାନେ ଏଇ ଚୋର ଡକାୟତି ସବୁ ମାନେ ମଦ ଇଏ ସବୁ ମଦ ପାଣି ନିଶା ଦ୍ରବ୍ୟ ଧୀରେ ଧୀରେ ବନ୍ଦ ହଉ। ମାନେ ଏଇଟା ସବୁ ନାରୀ ମାନଙ୍କୁ ଇଜ୍ଜତ ଦିଆଯାଉ, ସମ୍ମାନ ଦିଆଯାଉ, ସେମିତି ସବୁ ହେଇଯିବା ଦରକାର।